ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ସାର ଯୋଗାଣକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି। ମଧ୍ୟପ୍ରାଚ୍ୟ ସଙ୍କଟର ପ୍ରଭାବ ଏବେ ଭାରତୀୟ ବଜାର ଉପରେ ଅନେକାଂଶରେ ଅନୁଭୂତ ହେଲାଣି, ଯାହାଦ୍ୱାରା ଦେଶର ଶକ୍ତି ଚାହିଦା ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଦେଶବ୍ୟାପୀ ସାର କାରଖାନାକୁ ଗ୍ୟାସ୍ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ପ୍ରତିବର୍ଷ ଜୁନ୍ ମାସରୁ ଆରମ୍ଭ ହେଉଥିବା ଖରିଫ ଋତୁ ପାଇଁ ଦେଶରେ ପର୍ଯ୍ୟାପ୍ତ ସାର ମହଜୁଦ ରହିଥିବାର ସରକାର କହିଛନ୍ତି। ପରବର୍ତ୍ତୀ ଖବର, ପିଏନ୍ଜି ଥିଲେ ମିଳିବନି ଏଲ୍ପିଜି ପାଇପ୍ ଯୋଗେ ଗ୍ୟାସ୍ ସଂଯୋଗ। ପିଏନ୍ଜି ଥିଲେ ଲୋକମାନେ ଏଲ୍ପିଜି ରଖିପାରିବେ ନାହିଁ। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏଲ୍ପିଜି ଯୋଗାଣ ସମେତ ପେଟ୍ରୋଲ ଡିଜେଲ ବିକ୍ରି ଉପରେ କେତେକ କଟକଣା ଲଗାଇଛି। ଘରେ ପାଇପ୍ ଯୋଗେ ଗ୍ୟାସ୍ ସଂଯୋଗ ଥିଲେ ଲୋକମାନେ ଏଲ୍ପିଜି ରଖିପାରିବେ ନାହିଁ। ପିଏନ୍ଜି ସଂଯୋଗ ଥିବା ବ୍ୟକ୍ତିମାନେ ସରକାରୀ କମ୍ପାନୀ ବିତରକଙ୍କ ଜରିଆରେ କୌଣସି ଘରୋଇ ଏଲ୍ପିଜି ସଂଯୋଗ ପାଇପାରିବେ ନାହିଁ। ପିଏନ୍ଜି ଥିଲେ ଘରୋଇ ଏଲ୍ପିଜି ସଂଯୋଗକୁ ସରେଣ୍ଡର କରିବା ପାଇଁ କୁହାଯାଇଛି। ପରବର୍ତ୍ତୀ ଖବର, ଯୁଦ୍ଧ ଭିତରେ ଭାରତ ପାଇଁ ଖୁସି ଖବର ଆସୁଛି। 80,000 ଟନ୍ ଅଶୋଧିତ ତୈଳ। ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଭାରତୀୟ ପତାକା ଲାଗିଥିବା ଅଶୋଧିତ ତୈଳ ଟ୍ୟାଙ୍କର ଜଗ୍ ଲାଡି ସୁରକ୍ଷିତ ଭାବରେ ଏକ ବିପଦପୂର୍ଣ୍ଣ ସାମୁଦ୍ରିକ କ୍ଷେତ୍ରରୁ ବାହାରି ଆସିଛି ଏବଂ ବର୍ତ୍ତମାନ ଏକ ଭାରତୀୟ ବନ୍ଦରକୁ ଯାଉଛି। ପରବର୍ତ୍ତୀ ଖବର, ମୟୂରଭଞ୍ଜ ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ଓ ଘୂର୍ଣ୍ଣିଝଡ଼ର ଭୟଙ୍କର ପ୍ରଭାବ ଦେଖିବାକୁ ମିଳିଛି। କରଞ୍ଜିଆ ଅଞ୍ଚଳରେ କରଞ୍ଜିଆ ବ୍ଲକର କଙ୍କଡା ଗାଁରେ କାଳବୈଶାଖୀ ବର୍ଷା ପବନରେ ଏକ ଯାତ୍ରୀବାହୀ ଅଟୋ ପୋଖରୀକୁ ଖସି ପଡ଼ିଛି, ଯେଉଁଥିରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଛି। ପରବର୍ତ୍ତୀ ଖବର, ତାମିଲନାଡୁ ରାଜନୀତିରେ ହଲଚଲ। ସୁପରଷ୍ଟାର ବିଜୟଙ୍କୁ ଡେପୁଟି ସିଏମ୍ ଅଫର। ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଦକ୍ଷିଣ ଭାରତ ରାଜନୀତିରେ ଏକ ବଡ଼ ଧରଣର ସମୀକରଣ ଦେଖିବାକୁ ମିଳିଛି। ସୂତ୍ର ଅନୁସାରେ ସୁପରଷ୍ଟାର ବିଜୟଙ୍କ ପାର୍ଟି ଟିଭିକେ ସହ ମେଣ୍ଟ କରିବା ପାଇଁ ଭାଜପା ପକ୍ଷରୁ ଏକ ବଡ଼ ପ୍ରସ୍ତାବ ଦିଆଯାଇଛି। କେବଳ ସିଟ୍ ନୁହେଁ, ବରଂ ବିଜୟଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଅଫର କରିଛି ଭାରତୀୟ ଜନତା ପାର୍ଟି। ପରବର୍ତ୍ତୀ ଖବର, ଏହି ଦିନରୁ ମହଙ୍ଗା ହେବ ଫାସ୍ଟ୍ୟାଗ ବାର୍ଷିକ ପାସ୍। ଜାଣନ୍ତୁ କେତେ ବଢ଼ିଲା ଦର। ଜାତୀୟ ରାଜପଥରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ନିଜ ଗାଡ଼ି ପାଇଁ ଫାସ୍ଟ୍ୟାଗ ବାର୍ଷିକ ପାସ୍ ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ। ଆସନ୍ତା ଏପ୍ରିଲ 1 ତାରିଖରୁ ଏହି ପାସ୍ ମୂଲ୍ୟରେ ବୃଦ୍ଧି କରିବାକୁ ଯାଉଛି ଏନ୍ଏଚ୍ଏଆଇ। କାର୍, ଜିପ୍ ଏବଂ ଭ୍ୟାନ୍ ପାଇଁ ବାର୍ଷିକ ପାସ୍ ମୂଲ୍ୟ 3,000 ଟଙ୍କାରୁ ବୃଦ୍ଧି ପାଇ 3,075 ଟଙ୍କା ହୋଇଛି। ପରବର୍ତ୍ତୀ ଖବର, ଚାଲିଗଲା ଅନେକ ଭାରତୀୟ ତୀର୍ଥଯାତ୍ରୀଙ୍କ ଜୀବନ। ଏଭଳି ଦୁର୍ଘଟଣା ଘଟିଛି ନେପାଳରେ। ଓଲଟିଲା ଭାରତୀୟ ତୀର୍ଥଯାତ୍ରୀଙ୍କୁ ନେଇଯାଉଥିବା ବସ୍। ଏଥିରେ 7 ତୀର୍ଥଯାତ୍ରୀଙ୍କ ଜୀବନ ଯାଇଥିବା ବେଳେ 9 ଜଣ ଆହତ ହୋଇଛନ୍ତି। ରବିବାର ସେଣ୍ଟ୍ରାଲ ନେପାଳରେ ଘଟିଛି ଏହି ଅଭାବନୀୟ ଘଟଣା। ପରବର୍ତ୍ତୀ ଖବର, ଓଡ଼ିଶା କଳା ସଂସ୍କୃତି ପ୍ରଚାର ପାଇଁ ଓଡ଼ିଶା ପର୍ବ ପାଲଟିଛି ମହାମଞ୍ଚ। ନୂଆଦିଲ୍ଲୀରେ ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ଓଡ଼ିଶା ପର୍ବ 2026ର ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଓଡ଼ିଶା ରାଜ୍ୟପାଳ ହରିବାବୁ କମ୍ଭମପାଟି। ଏହା ସହିତ ଦିଲ୍ଲୀରେ ରହୁଥିବା ସବୁ ଓଡ଼ିଆଙ୍କୁ ଏକାଠି କରିବା ଏବଂ ଜାତୀୟ ସ୍ତରରେ ଓଡ଼ିଶାର କଳା ସଂସ୍କୃତିକୁ ପରିଚିତ କରିବା ପାଇଁ ଏପରି ଏକ ପଦକ୍ଷେପ ନେଇଥିବା ଲାଗି ରାଜ୍ୟପାଳ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପରବର୍ତ୍ତୀ ଖବର, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ 2026 ପାଇଁ କାର୍ଯ୍ୟସୂଚୀ ଘୋଷଣା କରିସାରିଛନ୍ତି କେନ୍ଦ୍ରୀୟ ନିର୍ବାଚନ ଆୟୋଗ। ଏଥର ରାଜ୍ୟରେ ମୋଟ 296 ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ମତଦାନ। ନିର୍ବାଚନ ଆୟୋଗଙ୍କ ଦ୍ୱାରା ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ ଏପ୍ରିଲ 23ରେ ପ୍ରଥମ ଏବଂ 29ରେ ଦ୍ୱିତୀୟ ପର୍ଯ୍ୟାୟ ଲାଗି ଅନୁଷ୍ଠିତ ହେବ ଭୋଗ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ 152 ଏବଂ ଶେଷ ପର୍ଯ୍ୟାୟରେ 142 ଆସନ ପାଇଁ ଅନୁଷ୍ଠିତ ହେବ ଭୋଟ ଗ୍ରହଣ। ସେହିପରି ମେ 4 ତାରିଖରେ ଘୋଷଣା କରାଯିବ ନିର୍ବାଚନ ଫଳାଫଳ। ପରବର୍ତ୍ତୀ ଖବର, ଦଶମ ପାସ୍ କରିଥିଲେ ରେଲୱେରେ ଚାକିରି। ଯଦି ଆପଣ ଚାକିରି ଖୋଜୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ୱେଷ୍ଟର୍ଣ୍ଣ ରେଳବାଇ 5000ରୁ ଅଧିକ ଶିକ୍ଷାର୍ଥୀ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଅନଲାଇନ୍ ପେମେଣ୍ଟ ପାଇଁ ଯେକୌଣସି କାରବାର ଶୁଳ୍କ ଆବେଦନକାରୀ ବହନ କରିବେ। ଅଧିକ ସୂଚନା ପାଇଁ ପ୍ରାର୍ଥୀମାନେ ପଶ୍ଚିମ ରେଳବାଇର ସରକାରୀ ୱେବସାଇଟ୍ ଭିଜିଟ୍ କରନ୍ତୁ।